ଆଜ୍ଞା ପରିଚୟ। ମୁଁ ସଞ୍ଜୟ କୁମାର ପଣ୍ଡା, ପଟ୍ଟାମୁଣ୍ଡାଇ ପୌରପାଳିକାର ବାସିନ୍ଦା। ପଟ୍ଟାମୁଣ୍ଡାଇ ପୌରପାଳିକାରେ ଆପଣ 5 ବର୍ଷ ପୁରିଯିବ, କ'ଣ ସୁବିଧା ପାଇଛନ୍ତି ଆଉ କ'ଣ ଅସୁବିଧା ହେଇଛି ଆପଣଙ୍କର? ପଟ୍ଟାମୁଣ୍ଡାଇ ପୌରପାଳିକାକୁ ନିର୍ବାଚନ 3 ବର୍ଷ 4 ବର୍ଷ ପୁରିଗଲା, ଯେ କି ନୂଆ ପ୍ରତିନିଧି ମାନେ କାଉନସିଲର ମାନେ ନିର୍ବାଚିତ ହୋଇଛନ୍ତି, ଚେୟାରମ୍ୟାନ୍ ନିର୍ବାଚିତ ହୋଇଛନ୍ତି। କିନ୍ତୁ ପଟ୍ଟାମୁଣ୍ଡାଇ ପୌରପାଳିକା ପାଇଛି କ'ଣ? ପଟ୍ଟାମୁଣ୍ଡାଇ ପୌରପାଳିକା ଆମକୁ ଦେଇଛି କ'ଣ? ଏହି ପ୍ରଶ୍ନ ପଟ୍ଟାମୁଣ୍ଡାଇ ଜନସାଧାରଣଙ୍କ ମନରେ ଉଙ୍କି ମାରିଛି। ଆମେ ଯେଉଁ ନିର୍ବାଚିତ ପ୍ରତିନିଧିମାନଙ୍କୁ ବିଭିନ୍ନ ୱାର୍ଡରୁ ନିର୍ବାଚିତ କରି ପଠାଇଥିଲୁ, ଚେୟାରମ୍ୟାନ୍କୁ ନିର୍ବାଚିତ କରିଥିଲୁ, ସେମାନେ ଆମ ପାଇଁ କ'ଣ କରିଛନ୍ତି? ପ୍ରଥମ କଥା, ବର୍ତ୍ତମାନ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ପୌରପାଳିକାର 20ଟି ୱାର୍ଡର ରାସ୍ତା ଦେଖନ୍ତୁ ଜରାଜୀର୍ଣ୍ଣ ଅବସ୍ଥାରେ। ଗତ ବର୍ଷା ଦିନ ବେଳେ ସବୁ ୱାର୍ଡରେ ଡ୍ରେନେଜ ସୁବିଧା ନଥିବାରୁ ସବୁ ୱାର୍ଡର ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଥିଲା। ସେ 19 ନମ୍ବର ୱାର୍ଡ ହେଉ କିମ୍ବା 20 ନମ୍ବର ୱାର୍ଡ ହେଉ କିମ୍ବା ଯେକୌଣସି ୱାର୍ଡ ହେଉ, ସବୁ ୱାର୍ଡରେ ପାଣି ଜମିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇରେ ଡ୍ରେନେଜ ସୁବିଧା ହୋଇପାରି ନାହିଁ। ଦୀର୍ଘ ବର୍ଷ ଧରି ପଟ୍ଟାମୁଣ୍ଡାଇ ଏନ୍ଏସିରୁ ପୌରପାଳିକା ହେଲା ପରେ ମଧ୍ୟ ପଟ୍ଟାମୁଣ୍ଡାଇର ସୁବିଧା ହୋଇନାହିଁ। କିନ୍ତୁ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ ହୋଇଛି, ତା ହରଲୁଟ ହେଇଛି। କୋରୋନା ଟାଇମରେ ସର୍ବାଧିକ ପଟ୍ଟାମୁଣ୍ଡାଇ ପୌରପାଳିକାରେ ହରଲୁଟ ହୋଇଥିଲା, ଯେ କି କାମ ନ ହୋଇ ଖାଲି ବିଭିନ୍ନ ଗୁଡ଼ିଏ ବିଲ୍ ପାସ୍ ହୋଇଥିଲା। ବର୍ତ୍ତମାନ 4 ବର୍ଷ ହେଲାଣି ନିର୍ବାଚିତ ପ୍ରତିନିଧି ହୁଅନ୍ତୁ କିମ୍ବା ଯେକୌଣସି କାଉନସିଲର ହୁଅନ୍ତୁ, ସେମାନଙ୍କୁ ଯଦି ପ୍ରଶ୍ନ ପଚରାଯାଏ ଆପଣ ନିର୍ବାଚିତ ହୋଇ ପଟ୍ଟାମୁଣ୍ଡାଇ ପାଇଁ କ'ଣ କରିଛନ୍ତି? କିନ୍ତୁ ମୁଁ ଭାବୁଛି ପଟ୍ଟାମୁଣ୍ଡାଇ ଜନସାଧାରଣ ହିସାବରେ, ଜଣେ ସାମ୍ବାଦିକ ହିସାବରେ ମୁଁ ଭାବୁଛି ପଟ୍ଟାମୁଣ୍ଡାଇର କୌଣସି ଉନ୍ନତିମୂଳକ କାମ ହୋଇନାହିଁ। କାରଣ ପଟ୍ଟାମୁଣ୍ଡାଇ ରାସ୍ତା ବର୍ତ୍ତମାନ ପର୍ଯ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥା। ପଟ୍ଟାମୁଣ୍ଡାଇରେ ଡ୍ରେନେଜ ସୁବିଧା ଏପର୍ଯ୍ୟନ୍ତ ହୋଇନାହିଁ। ଆଉ ଗୋଟେ ଦୁଃଖର କଥା କହିବି, ପଟ୍ଟାମୁଣ୍ଡାଇର ଯେଉଁ ପଟ୍ଟାମୁଣ୍ଡାଇ ପୌରପାଳିକାର ମେନ୍ ଜିନିଷ ହେଉଛି ପଟ୍ଟାମୁଣ୍ଡାଇ ବଜାର, ଯେ କି ପୌରପାଳିକାର ଅଫିସ ଭିତରେ ପଟ୍ଟାମୁଣ୍ଡାଇ ବଜାର ଅବସ୍ଥିତ। ଆପଣ ବଜାରରେ ଟିକେ ଗୋଟେ ପରିସ୍ରା କରିବା ପାଇଁ ହେଲେ ଗୋଟେ ଶୌଚାଳୟ ବି ଆପଣ ପାଇବେନି। କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଇକୋ ଟଏଲେଟ୍ ବର୍ତ୍ତମାନ ଖତ ଖାଉଛି। ମାନେ ଜାଣନ୍ତୁ, ଗୋଟେ ପୌରପାଳିକା ପାଖରେ ଥାଇ ଯଦି ପାଖରେ ବସ୍ ଷ୍ଟାଣ୍ଡ ନଥିବ, ଯଦି ଶୌଚାଳୟ ନଥିବ, ତାହେଲେ ପଟ୍ଟାମୁଣ୍ଡାଇ ପୌରପାଳିକାର ବାସିନ୍ଦା ହେବା ପାଇଁ ଲଜ୍ଜା। କାହିଁକିନା ଆମେ ପଟ୍ଟାମୁଣ୍ଡାଇ ଜନସାଧାରଣ, ଆମେ ଏଇଖିଣା ବର୍ତ୍ତମାନ ଇଲେକ୍ଟ୍ରିକ୍ ଟ୍ୟାକ୍ସ ଦେଉଛୁ, ଅଳିଆ ଗଦା ପାଇଁ ଟ୍ୟାକ୍ସ ଦେଉଛୁ, ଆମ ହାଉସିଂ ପାଇଁ, ଆମର ଯେଉଁ ଗୃହ ପାଇଁ ଆମେ ଟ୍ୟାକ୍ସ ଦେଉଛୁ। ସବୁ ଟ୍ୟାକ୍ସ ରାଜ୍ୟ ସରକାର ବହୁତ ଗୁଡ଼ିଏ ଅର୍ଥ ଦେଉଛନ୍ତି। ତଥାପି ବର୍ତ୍ତମାନ ପଟ୍ଟାମୁଣ୍ଡାଇ ପୌରପାଳିକା ରାସ୍ତା ଜରାଜୀର୍ଣ୍ଣ, ଡ୍ରେନେଜ ସୁବିଧା ନାହିଁ କୌଣସି ଜାଗାରେ। ଆଉ ଯେଉଁ କିଛି ଜାଗାରେ ପଟ୍ଟାମୁଣ୍ଡାଇରେ ଶୌଚାଳୟ ସବୁ ଗାଁରେ ସବୁ ଶୌଚାଳୟ ସବୁ ଖୋଲିଛି, ମହିଳା ଶୌଚାଳୟ, ପୁରୁଷ ଶୌଚାଳୟ, ସେସବୁ ବର୍ତ୍ତମାନ ପ୍ରାୟ ଜାଗାରେ ତାଲା ଝୁଲିକି ରହିଛି। 4 ବର୍ଷ ପୁରିଗଲା ଜନପ୍ରତିନିଧିଙ୍କୁ, ସେମାନଙ୍କୁ ମୁଁ ପ୍ରଶ୍ନ ପଚାରୁଛି, ଆପଣମାନେ ପଟ୍ଟାମୁଣ୍ଡାଇ ପୌରପାଳିକାକୁ ଦେଇଛନ୍ତି କ'ଣ? ସେ ପ୍ରଶ୍ନର ଉତ୍ତର ସେମାନେ ରଖିବାକୁ ବାଧ୍ୟ, କାରଣ ଗୋଟିଏ ବର୍ଷ ପରେ ପୌରପାଳିକା ଭାଙ୍ଗିଯିବ। ଆଉ ଗୋଟେ କଥା କହିବାକୁ ପଡ଼ିବି, ପଟ୍ଟାମୁଣ୍ଡାଇ ପୌରପାଳିକାରେ ଯେଉଁମାନେ କଣ୍ଟ୍ରାକ୍ଟ ନେଉଛନ୍ତି, ସେମାନେ ହେଉଛନ୍ତି ସେଇ ପଟ୍ଟାମୁଣ୍ଡାଇ ପୌରପାଳିକା ଅଞ୍ଚଳର ବାସିନ୍ଦା। ସେମାନଙ୍କୁ ଯଦି କିଏ ଅଭିଯୋଗ କଲା ତମେ ରାସ୍ତା କାହିଁ ନିମ୍ନମାନର କରୁଛ, ସେମାନେ ନ ଶୁଣି ଜବରଦସ୍ତ କାମ କରୁଛନ୍ତି, ଯାହାକି କିଛି ଦିନ ପରେ, ମାସେ 2 ମାସ ପରେ ରାସ୍ତା ଭାଙ୍ଗି ଯାଉଛି, ଡ୍ରେନ୍ ଭାଙ୍ଗି ଯାଉଛି। ପୌରପାଳିକା ଦୁର୍ନୀତିର ଗନ୍ତାଘର ପାଲଟିଛି। ଯେଉଁ ଜନପ୍ରତିନିଧିଙ୍କୁ ପଟ୍ଟାମୁଣ୍ଡାଇ ପୌରପାଳିକାର ବାସିନ୍ଦାମାନେ ନିର୍ବାଚିତ କରିଛନ୍ତି, ସେମାନେ ବର୍ତ୍ତମାନ ଚୁପ୍ ବସିଛନ୍ତି। ତାଙ୍କର କ'ଣ ସ୍ୱାର୍ଥ ଅଛି ଯେ କି ପୌରପାଳିକାର ଉନ୍ନତି ହୋଇପାରୁନାହିଁ? ଆଉ ପାର୍କ କଥା ତ କହିଲେ ଅଚଳ। ବର୍ତ୍ତମାନ ପାର୍କରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ଆଜି ଆ ହାତକୁ ଦିଆହେଉଛି ଟେଣ୍ଡର, କାଲି ତାଠୁ ଛଡ଼େଇ ଆଣୁ ହେଉଛି। ବର୍ତ୍ତମାନ ପାର୍କ ସବୁ ଜରାଜୀର୍ଣ୍ଣ ଅବସ୍ଥାରେ, ଲୋକମାନେ ବିମୁଖ ହେଲେଣି ପାର୍କକୁ ଯିବା ପାଇଁ। ଆଉ ପଟ୍ଟାମୁଣ୍ଡାଇର ତ ଯଦି କହିବା ପାଇଁ ଚାହିଁବ ଟ୍ରାଫିକ୍ ସମସ୍ୟା, ତା ତ ଅନେକ ଗୁଡ଼ିଏ ଟ୍ରାଫିକ୍ ସମସ୍ୟା ଲାଗି ରହିଛି। ଆଉ ପଟ୍ଟାମୁଣ୍ଡାଇରେ ଦୋକାନ ଗୃହ ବଣ୍ଟନ ହେଇଛି। ନିଜ ଲୋକଙ୍କୁ, ନିଜର ସମ୍ପର୍କୀୟଙ୍କୁ ଦୋକାନ ଗୃହ ଦିଆଯାଇଛି। ପ୍ରକୃତ ହିତାଧିକାରୀ ଦୋକାନ ଗୃହ ପାଇନାହାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ବଜାରରେ ବୁଲି ପୁଣି ରାସ୍ତା କଡ଼ରେ ପରିବା ବିକୁଛନ୍ତି। ଜନସାଧାରଣ ମାନେ ବିଚାର କରନ୍ତୁ।
आमे जो प्रतिनिधि को निर्वाचित करथिले सेमाने कोन करिसंती प्रतिनिधि माने उत्तर दियंतु आमे पट्टामुंडी अंचल पई कोन करिछु वर्षा हेले आमे आंठुआ पानी रे जीवा आसिया करूछु आउ रास्ता घाट जराजीर्ण आर विचार पट्टामुंडी जनसाधारण करिवे मु अधिया किछि कहया पई चाहू नाही।